କେବେ ଭାବିଛନ୍ତି ଜହ୍ନ ଯଦି ନଥାନ୍ତା କ'ଣ ହେଇଥାନ୍ତା? ଜହ୍ନ କେମିତି ସୃଷ୍ଟି ହେଲା, କିଏ ତିଆରି କଲା? ବିଭିନ୍ନ ଧର୍ମରେ ଜହ୍ନର ସୃଷ୍ଟି ବିଷୟରେ କ'ଣ କୁହାଯାଇଛି ଆଉ ବିଜ୍ଞାନ ଏ ବିଷୟରେ କ'ଣ କହୁଛି? ପ୍ରଥମେ ଦେଖିବା ଧର୍ମରେ ଏ ବିଷୟରେ କ'ଣ କୁହାଯାଇଛି। ଖ୍ରୀଷ୍ଟିଆନଙ୍କ ମୁଖ୍ୟ ଗ୍ରନ୍ଥ ବାଇବେଲରେ ଦୁନିଆ କେମିତି ତିଆରି ହେଲା ସେ ବିଷୟରେ ଲେଖା ଅଛି। ସେ ଅନୁସାରେ ସମ୍ପୂର୍ଣ୍ଣ ଦୁନିଆ 6 ଦିନରେ ତିଆରି ହେଇଛି। ଆଉ ସେ 6 ଦିନ ଭିତରୁ ଚତୁର୍ଥ ଦିନରେ ଗଡ୍ ଜହ୍ନକୁ ତିଆରି କଲେ। ହିନ୍ଦୁ ଧର୍ମରେ ଜହ୍ନକୁ ଏକ ଭଗବାନ ରୂପରେ ଦେଖାଯାଏ। କିଛି ଲେଖାରେ ଜହ୍ନ ମହର୍ଷି ଅତ୍ରି ଏବଂ ଅନୁସୂୟାଙ୍କ ପୁଅ ବୋଲି ଲେଖା ଅଛି। ଅନ୍ୟ କିଛି ଲେଖାରେ ଜହ୍ନର ସୃଷ୍ଟି ସମୁଦ୍ର ମନ୍ଥନରୁ ହୋଇଛି ବୋଲି କୁହାଯାଇଛି। ଯେତେବେଳେ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା, ସେଥିରୁ ଜହ୍ନ ଦେବତାଙ୍କ ସୃଷ୍ଟି ହୋଇଛି ବୋଲି କୁହାଯାଇଛି। ଏବେ ଦେଖିବା ଇସଲାମ ଧର୍ମରେ ଜହ୍ନର ସୃଷ୍ଟି ବିଷୟରେ କ'ଣ କୁହାଯାଇଛି। ଇସଲାମରେ ଜହ୍ନର ସୃଷ୍ଟି ବିଷୟରେ ବେଶୀ କିଛି ଉଲ୍ଲେଖ ନାହିଁ, ହେଲେ ଆଲ୍ଲାହଙ୍କ ଆଦେଶରେ ଜହ୍ନକୁ ତିଆରି କରାଯାଇଛି ବୋଲି କୁହାଯାଇଛି। ଇସଲାମର ମୁଖ୍ୟ ଗ୍ରନ୍ଥ କୁରାନ ଅନୁସାରେ ଆଲ୍ଲାହ ମୁନ୍କୁ ତିଆରି କରିବାର ଆଦେଶ ଦେଇଥିଲେ। ଇସଲାମରେ ସମୟ ଜାଣିବା ପାଇଁ ଜହ୍ନ ତିଆରି କରାଯାଇଛି ବୋଲି କୁହାଯାଇଛି। ଏହା ମଧ୍ୟ ଲେଖା ଅଛି ପ୍ରଫେଟ୍ ମହମ୍ମଦ ଜହ୍ନକୁ ତାଙ୍କ ତଲୱାରରେ 2 ଭାଗ କରି ଚିରି ଦେଇଥିଲେ। ପ୍ରାୟ ସମସ୍ତ ରିଲିଜିଅନ୍ରେ ଜହ୍ନକୁ ଏକ ଭଗବାନ ରୂପରେ ଦେଖୁଥିବା ବେଳେ ବିଜ୍ଞାନ ଜହ୍ନକୁ ଏକ ଉପଗ୍ରହ ରୂପରେ ଦେଖେ। ଜହ୍ନ ଏକ ଉପଗ୍ରହ ଯାହାକି ପୃଥିବୀ ଚାରିପଟେ ବୁଲୁଥାଏ ଓ ଜହ୍ନର ନିଜର କୌଣସି ଆଲୋକ ନାହିଁ। ସୂର୍ଯ୍ୟର ଆଲୋକରେ ଜହ୍ନ ଆଲୋକିତ ହୋଇଥାଏ। ସାଇନ୍ସରେ ମଧ୍ୟ ବିଭିନ୍ନ ଲୋକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ଦେଉଥିଲେ। କିଛି କହୁଥିଲେ ଜହ୍ନ ସୌରଜଗତର ଅଂଶ ନଥିଲା, ଅଲଗା କେଉଁଠୁ ଆସିଛି। କିଛି କହୁଥିଲେ ଶୁକ୍ର ଗ୍ରହରୁ ଜହ୍ନ ସୃଷ୍ଟି ହୋଇଛି। କିଛି ସାଇଣ୍ଟିଷ୍ଟ ମତ ଦେଉଥିଲେ ଜହ୍ନ ପୃଥିବୀର ଅଂଶ ଥିଲା, ବହୁ ବର୍ଷ ପୂର୍ବରୁ ଜହ୍ନ ପୃଥିବୀରୁ ଅଲଗା ହୋଇଛି। 1969 ପୂର୍ବରୁ ଯାହା ବି ମତ ଦିଆଯାଉଥିଲା ସେସବୁ ଅନୁମାନ କରି ଦିଆଯାଉଥିଲା। 1969ରେ ଆମେରିକାର ନାସା ଆପୋଲୋ ମିଶନ ଲଞ୍ଚ କଲା। ଏହି ଆପୋଲୋ ମିଶନରେ ପ୍ରଥମ ଥର ମଣିଷ ଜହ୍ନରେ ପାଦ ଦେଲା। ଏହି ମିଶନରେ 3 ଜଣ ଆଷ୍ଟ୍ରୋନଟ୍ ଜହ୍ନକୁ ଯାଇଥିଲେ। ଏହି ମିଶନ କେମିତି ହୋଇଥିଲା ତା ଉପରେ ଆଗକୁ ଆଉ ଗୋଟେ ପୁରା ଭିଡ଼ିଓ କରାଯିବ। ଆପୋଲୋ ମିଶନରେ ଆଷ୍ଟ୍ରୋନଟ୍ ମାନେ ଜହ୍ନରୁ ପଥର ସଂଗ୍ରହ କରି ଆମ ପୃଥିବୀକୁ ଆଣିଥିଲେ। ସେହି ପଥରକୁ ଷ୍ଟଡି କରି ଯାହା ଜଣାପଡ଼ିଛି, ସେ ପଥରର ଆଇସୋଟପ୍ସ ପୃଥିବୀରେ ଥିବା ମାଟିର ଆଇସୋଟପ୍ ସହ ସମାନ। ଏହି ସମାନତା ସୌରଜଗତରେ ଆଉ କୌଣସି ଗ୍ରହ ସହ ଦେଖାଯାଏ ନାହିଁ। ଏସବୁକୁ ଭଲ ଭାବେ ଷ୍ଟଡି କରି ଜଣାପଡ଼ିଛି ପୃଥିବୀର ମାଟି ଓ ଜହ୍ନର ମାଟି ସମାନ। ଜହ୍ନ